ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2026 ମାର୍ଚ୍ଚ ମାସ 2 ତାରିଖ, ଓଡ଼ିଆ ଫାଲ୍ଗୁନ ମାସ 18 ଦିନ, ସୋମବାର, ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥି, ଯାହା ଅପରାହ୍ନ 5:25 ପର୍ଯ୍ୟନ୍ତ ରହୁଛି। ତାପରେ ପୂର୍ଣ୍ଣିମା ତିଥି ଆରମ୍ଭ ହେଉଛି। ଆଜି ଅଶ୍ଳେଷା ନକ୍ଷତ୍ର, ଯାହା ଦିବା 7:23 ପର୍ଯ୍ୟନ୍ତ ରହୁଛି। ତାପରେ ମଘା ନକ୍ଷତ୍ର ଆରମ୍ଭ ହେଉଛି। ଆଜି କର୍କଟ ରାଶିରେ ଚନ୍ଦ୍ର, ଯାହାକି ଦିବା 7:23 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର, ଯାହାକି ସିଂହ ରାଶିରେ ଅବସ୍ଥାପନ କରୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 6:07 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:47। ଆଜି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ଅପରାହ୍ନ 5:25 ପରେ ଯୁଗ୍ନି ବାୟୁ କୋଣରେ ରହିବ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ ନାହିଁ, ଯାହା ଦିବା 7:23 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି, ଯାହାକି ମିଥୁନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ପୁଷ୍କର ଦୋଷ କୌଣସି ନାହିଁ। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବିରି। ତତ୍ସହିତ ଆଜି ଅପରାହ୍ନ 5:25 ପରେ ଆମିଷ ଭୋଜନ ନିଷେଧ ରହିଛି। ଆଜି ହେଉଛି ଯଜ୍ଞ ବରାହଙ୍କର ଦୋଳ ଉତ୍ସବ। ଆଜି ଯାହାକି ଦିବା 7:31 ଦିବା 9:11 ମଧ୍ୟ ରହିଛି ରାହୁ କାଳ ସହିତ କାଳ ବେଳା। ସେହିଭଳି ଦିବା 3:32 ଅପରାହ୍ନ 5:47 ମଧ୍ୟ ରହିଛି ବାର ବେଳା। ସେହିଭଳି ରାତ୍ରି 10:00 ଠାରୁ ରାତ୍ରି 10:47 ମଧ୍ୟ ରହିଛି କାଳରାତ୍ରି। ଏବେ କାଳରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:30 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 10:54 ଦିବା 1:19 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 6:36 ରାତ୍ରି 9:00 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 11:24 ରାତ୍ରି 1:46 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସଚେତନ ସହକାରେ ପ୍ରତ୍ୟେକ କାର୍ଯ୍ୟ କରିଲେ ଆପଣଙ୍କ ପାଇଁ ଭଲ ହେବ। ଆପଣଙ୍କ ହିସାବରେ ଆଜି କାର୍ଯ୍ୟ ନ ହୋଇପାରେ, ତେଣୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ମାନସିକ ସ୍ଥିତିକୁ ସ୍ଥିରତା ରଖି କାର୍ଯ୍ୟ କରିଲେ ଆପଣ ସଫଳତା ଆଡ଼କୁ ଅଗ୍ରଗତି କରିବେ। ତେବେ ଆଜି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ କିଛି ଅତିରିକ୍ତ ଚାପ ବଢ଼ିପାରେ, ବିଶେଷ କରି ଚାକିରି କ୍ଷେତ୍ରରେ ଏହା ଅଧିକ ଚାପ ସୃଷ୍ଟି ହୋଇପାରେ। ସେଥିପାଇଁ ଆପଣ ନିଶ୍ଚିତ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ରେଷ୍ଟ ନେଇ ପୁଣି କାର୍ଯ୍ୟ ଆରମ୍ଭ କରନ୍ତୁ। ଆଜି ମେଷ ରାଶି ବ୍ୟକ୍ତି, ଆପଣଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ଟିକେ ସ୍ଥିରତା ଅବଲମ୍ବନ କରି କାର୍ଯ୍ୟ କରିଲେ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମେଷ ରାଶି ବ୍ୟକ୍ତି, ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ଯେଉଁମାନେ ଜଡ଼ିତ ଅଛନ୍ତି, ଆପଣଙ୍କର ଭାଗ୍ୟ ଗ୍ରହ ଆଜି ଟିକେ ନିମ୍ନଗାମୀ ରହୁଛି, ତେଣୁ ଏହା ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ। ଆଜି ମେଷ ରାଶି ବ୍ୟକ୍ତି, ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି, ନିଜର ଭାବ ପ୍ରବଣତାଟାକୁ ଟିକେ ସ୍ଥିରତା ରଖନ୍ତୁ। ଆଦୌ ପ୍ରକାଶ କରନ୍ତୁ ନାହିଁ, କାରଣ ପ୍ରକାଶ କରିଲେ ଆପଣଙ୍କର ସମ୍ପର୍କ ଟିକେ ଖରାପ ହେବାର ଚାନ୍ସ ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ଯାହାକି ଆପଣଙ୍କର ନୂତନ ପ୍ରେମର ବାର୍ତ୍ତାଳାପ ପାଇଁ ଆଜି ଉତ୍ତମ ଦିନ ହୋଇ ନପାରେ। ତେବେ ମେଷ ରାଶି ବ୍ୟକ୍ତି, ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଚୁପ୍ ରହିଲେ ଆପଣଙ୍କର ସମ୍ବନ୍ଧ ଭଲ ରହିବ। ଆଜି ମେଷ ରାଶି ବ୍ୟକ୍ତି, ଅର୍ଥଜନିତ କାରବାରରେ ଆପଣ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ତେବେ ଦୈନନ୍ଦିନ ଯେଉଁମାନେ ବେପାର ବାଣିଜ୍ୟ କରୁଛନ୍ତି, ନିଶ୍ଚିତ ସକାରାତ୍ମକ ଭାବନା ରଖି ଏବଂ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ।
ନିଜର ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରନ୍ତୁ, ତେବେ ଯାଇ ଲାଭ ପାଇବେ, ନହେଲେ କ୍ଷତି ସାମ୍ନା କରିବାକୁ ପଡିପାରେ। ଆଜି ମେଷ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯାହାର ପିଠି ଜନିତ ଯନ୍ତ୍ରଣା ଥିବ ସେମାନଙ୍କର ଆଜି ଦ୍ୱିଗୁଣିତ ବଢି ଯାଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ମେଷ ରାଶି ବ୍ୟକ୍ତି ଟିକେ ସାବଧାନ ରୁହନ୍ତୁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି ଆଜି ଆପଣଙ୍କୁ ସମସ୍ତ କାର୍ଯ୍ୟ ନିୟମ ଅନୁସାରେ କରିବାକୁ ପଡିବ। ଆପଣଙ୍କ ପାଇଁ ପ୍ରତ୍ୟେକ ପରିସ୍ଥିତିକୁ ନିଶ୍ଚିତ ଆପଣ ଧ୍ୟାନ ପୂର୍ବକ କାର୍ଯ୍ୟ କରନ୍ତୁ। କୌଣସି ଉତ୍ତମ ଫଳାଫଳ ପାଇଁ ଚେଷ୍ଟା କରନ୍ତୁ, କାରଣ ଆଜି ଆପଣଙ୍କ ପାଇଁ ଅନୁକୂଳ ଦିନ ହୋଇ ନପାରେ ବୃଷ ରାଶି ବ୍ୟକ୍ତିଙ୍କର। ଆଜି ବୃଷ ରାଶି ବ୍ୟକ୍ତି କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବାକୁ ପଡିବ, ତେବେ ଯାଇ ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବେ ଏବଂ ସଂଗଠନ ଜନିତ କାର୍ଯ୍ୟରେ ବିଶେଷ କରି ସହକର୍ମୀଙ୍କ ସହିତ ଭଲ ସମ୍ପର୍କ ରଖନ୍ତୁ ଏବଂ ଆପଣଙ୍କର ଚାକିରି ଜନିତ କ୍ଷେତ୍ରରେ ଉପରସ୍ଥ ଅଫିସରଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, ତାଙ୍କ ଅନୁସାରେ କାର୍ଯ୍ୟ କରନ୍ତୁ। ଦେଖିବେ ବୃଷ ରାଶି ବ୍ୟକ୍ତି ନିଜର କାର୍ଯ୍ୟ ସଫଳତା ଶୀର୍ଷ ଆଡକୁ ପହଞ୍ଚି ପାରିବେ। ତେବେ ବୃଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଯୋଉମାନେ କାର୍ଯ୍ୟ କରୁଛନ୍ତି ଆଜି ଧୈର୍ଯ୍ୟ ସହକାରେ କାର୍ଯ୍ୟ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା କରିପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ସମ୍ବନ୍ଧରେ ଆପଣଙ୍କ ପାଇଁ ଭଲ ସମ୍ପର୍କ ବା ନୂତନ ପ୍ରେମର ଭଲ ଦିନ ଆଜି ହୋଇ ନପାରେ। ତେବେ ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି କିଛି ଭୁଲ ବୁଝାମଣା ହୋଇପାରେ, ତେଣୁ ଏହା ପ୍ରତି ସଚେତନ ରୁହନ୍ତୁ। ଆଜି ବୃଷ ରାଶି ବ୍ୟକ୍ତି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ନିଜ ଭିତରେ ମନାନ୍ତର ଯଦି ରହୁଛି ତାହା ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ। ତେବେ ବୃଷ ରାଶି ବ୍ୟକ୍ତି ଆଜି ଅର୍ଥଜନିତ କାରବାରରେ ଆପଣ ଟିକେ ସାବଧାନ ରୁହନ୍ତୁ। କୌଣସି ନୂତନ ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ ଯାହା ଆପଣଙ୍କ ପାଇଁ ଭଲ ହେବ। ବେପାର ବାଣିଜ୍ୟରେ ଆପଣଙ୍କୁ ଧୈର୍ଯ୍ୟ ସହକାରେ ବେପାର ପରିଚାଳନା କରନ୍ତୁ। ନିଜର ସମସ୍ତ ପ୍ରକାର ବୁଦ୍ଧି ପ୍ରୟୋଗ କରି ବେପାର ବାଣିଜ୍ୟ କରିଲେ ତେବେ ଯାଇ ଲାଭ ପ୍ରାପ୍ତ କରିବେ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ରହିବ, ପୂର୍ବରୁ ଯଦି ଥିବ ତାହା ଆଜି ଅଧିକ ବଢି ଯାଇପାରେ। ତେଣୁ ନିଶ୍ଚିତ ଆଜି ସ୍ୱାସ୍ଥ୍ୟ ପ୍ରତି ଯାହାକି ବିଶେଷ କରି ମୁଣ୍ଡ ବିନ୍ଧା ଜନିତ ସମସ୍ୟା ଆପଣଙ୍କୁ ସାମ୍ନା କରିବାକୁ ପଡିପାରେ, ପୂର୍ବରୁ ଯଦି ଏ ସମସ୍ୟା ଥିବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9, ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଶୀର୍ଷରେ ପହଞ୍ଚିବ। ଆପଣଙ୍କର ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆପଣଙ୍କର ଆତ୍ମବିଶ୍ୱାସ ଆଜି ଦ୍ୱିଗୁଣିତ ହେବ। ଆଜି ନିଜର ଲକ୍ଷ୍ୟସ୍ଥଳେ ପହଞ୍ଚିବା ସହିତ ନିଜ ଇଚ୍ଛା ଅନୁସାରେ ପ୍ରତ୍ୟେକ କାର୍ଯ୍ୟ ହେବ। ତତ୍ସହିତ ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ପ୍ରତିଭା ଦକ୍ଷତା ନିଶ୍ଚିତ ସମାଜ ଆଗରେ ପରିଦର୍ଶନ କରିବ। ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟକୌଶଳ ଦେଖି ଅନ୍ୟମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦବଦବା ବଢିବ। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେମାନେ ଅନେକ ପ୍ରକାର ସଫଳତା ଲାଭ କରିବେ, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି କମ୍ପିଟିସନ ବା କୌଣସି ଆପଣଙ୍କର ଶତ୍ରୁ ମାନେ ପୂର୍ବରୁ ଯୋଉମାନେ ହଇରାଣ କରୁଥିବେ ସେମାନଙ୍କ ଠାରୁ ଆପଣ ବିଜୟୀ ହେବେ ଏବଂ ତାଙ୍କୁ ପାନେ ଦବାର ଅତି ଉତ୍ତମ ଦିନ ହୋଇପାରେ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ସଦାବେଳେ ଆଜି ସମ୍ବନ୍ଧ ପ୍ରେମ ଦୁନିଆରେ ଭଲ ସମ୍ପର୍କ ରହିବ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ଯାହାକି ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ରହିଛି। ଆଜି ମିଥୁନ ରାଶି ବ୍ୟକ୍ତି ବେପାର ବାଣିଜ୍ୟର ଉତ୍ତମ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଭାଗ୍ୟ ଗ୍ରହ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ ଆପଣ ଆଶା ଠାରୁ ଅଧିକ ଲାଭ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯୋଉ ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7, ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି।
एबे चलंतु जानिबा कर्कट राशि व्यक्तिଙ୍କ विषय। कर्कट राशि व्यक्ति आज गुरुत्वपूर्ण निष्पत्ति नवा पई भाग्य किछि मात्रा रे सहाय्य करूछि। तेणु धैर्य सहकारे प्रत्येक कार्य करिले आपण सफलता पाइबे। किंतु कार्य करिबा पूर्वरु प्रथमे कर्कट राशि व्यक्ति योजना प्रस्तुत करी कार्य करंतु, देखिबे आपणकर कार्य निश्चित सफलता आडको अग्रगति करिवो। आज कर्कट राशि व्यक्ति कार्य क्षेत्र में दैनंदिन कार्य अधिक चाप बढ़ी पारे। तेणु सहकर्मी ठारू किछि मनांतर जुग रहुछि। तेणु आवश्यक स्थले सहकर्मी सहित भल संपर्क रखंतु। चाकरी क्षेत्र में आपण उपरस्थ कर्मचारी कथबार्ता निश्चित शुणंतु, देखिबे आपणकर कार्य कौनसी असुविधा हेबो नाही। आज कर्कट राशि व्यक्ति जहाँकि राजनीतिक सामाजिक क्षेत्र में आपण को धैर्य एवं सकारात्मक भावना रखी कार्य करिले आपणकर दबदबा बढ़िबो एवं आपणकर मान सम्मान मध्य प्रतिष्ठा जाहिर करि परिबे। तेबे कर्कट राशि व्यक्ति आज शिक्षार्थी विद्यार्थी मानकर भाग्य ग्रह मध्यम धरणे रे रहिछि। तेणु निश्चित यह प्रति शिक्षार्थी माने ध्यान देवार आवश्यकता रहिछि। आज कर्कट राशि व्यक्ति प्रेम दुनिया रे जो माने जड़ित अछंती आज मधुर कथबार्ता करिबा पई उत्तम जुग होई पारे। भाव प्रवणता अधिक आपनक पाखरे देखा देई पारे। तत्सहित आज नूतन प्रेमर वार्तालाप करिबा पई किछि मात्रा रे ग्रह माने आपनकु सहाय्य करि पारंती। तेबे आज कर्कट राशि व्यक्ति जहाँकि परिवार वर्गଙ୍କ सहित भल संबंध रहिबार पूर्ण सुजोग रहुछि। आज कर्कट राशि व्यक्तिଙ୍କର अर्थजनित कारोबार आपण निश्चित टिके सावधान रुहंतु। अनावश्यक खर्च ठारू दूरता अवलंबन करंतु। तेबे कर्कट राशि व्यक्ति आपण जहाँकि आपणकर नूतन व्यापार वाणिज्य पई आज टिके निष्पत्ति न नियंतु, ताहा आपणक पई लाभदायक हेबो। तेबे दैनंदिन जो माने व्यापार वाणिज्य करूछंती निश्चित निजर बुद्धि प्रयोग करी व्यापार वाणिज्य करंतु। कौनसी रिस्कफुल व्यापार वाणिज्य करंतु नाही, जहा परवर्ती स्टेप रे आपणको महंगा पड़िबो। कर्कट राशि व्यक्तिଙ୍କର स्वास्थ्यगत दृष्टि देखिले पूर्वरु जदि स्वास्थ्य समस्या थिबो आज ताहा पुनरावृत्ति होबार अनेक चांस रहउछि। तेणु या प्रति ध्यान देबार आवश्यकता रहिछि। आज कर्कट राशि व्यक्तिଙ୍କର भाग्य संख्या रहिछि जहा कि 5। भाग्य रंग आपण नील रंग व्यवहार करि परिबे एवं ग्रह माने आपणको आज जहा कि 65% साथ दउछंती। एबे चलंतु जानिबा सिंह राशि व्यक्तिଙ୍କ विषय। सिंह राशि व्यक्ति आज दिनटी आपणकर कार्यटी समस्त प्रकार सफलता पाइबार पूर्ण सुजोग रहुछि। आज किछि मात्रा मानसिक द्वंद्व आसी पारे, किंतु आपणकर धैर्य एवं आपणकर सकारात्मक भावना जोगु समस्त कार्य सफलता शीर्ष रे पहुंची। अटकी जाइतिबा कार्य मध्य सिंह राशि व्यक्ति आज पूर्ण करिवार क्षमता आपणकर रहिछि। तेबे आज ऑफिस जनित कार्य गुड़िक भल भावे संप्राषण करिवे। तत्सहित आज आपणकर कार्य कौशल देखि समस्त सहयोगी आपणक उपरे प्रशंसा करिवार पूर्ण सुजोग रहुछि सिंह राशि व्यक्तिଙ୍କର। आज सिंह राशि व्यक्ति शिक्षार्थी विद्यार्थी माने इंटरव्यू एग्जाम देले सेथिरे निश्चित कृत कार्य करिवार पूर्ण सुजोग रहुछि। तेबे सिंह राशि व्यक्ति आज जो माने राजनीतिक सामाजिक क्षेत्र रे कार्य करूछंती निश्चित आपणकर कार्य कौशल एक भिन्न प्रकार हेबो। मान सम्मान वृद्धि करिवार पूर्ण सुजोग रहुछि। तेबे सिंह राशि व्यक्ति आज प्रेम दुनिया रे जो माने जड़ित अछंती निश्चित निजर जीवन साथी प्रति आपणकर आकर्षण बढ़िबो। तत्सहित आपणकर आचरण एक भिन्न प्रकार हेबो, जहा कि जीवन साथी मन जिणिबार एक दिन होई पारे। तेबे सिंह राशि व्यक्ति आज नूतन प्रेमर वार्तालाप करिबा पई उत्तम जुग होई पारे। आज सिंह राशि व्यक्ति परिवार वर्गଙ୍କ सहित हस खुशी रे दिन कटिबार उत्तम जुग रहुछि। आज सिंह राशि व्यक्ति आपण अर्थजनित कारोबार रे निश्चित भाग्य आपणकर शुभ जुग रहुछि। तेणु जेकोसी उत्तम व्यापार वाणिज्य निष्पत्ति नबा पई भाग्य ग्रह आपणकर उत्तम जुग रहुछि, जहा कि शुभ फल प्रदान करिवार। आज सिंह राशि व्यक्ति स्वास्थ्यगत दृष्टि देखिले आपण पूर्ण सुस्थ रहिबे, कौनसी स्वास्थ्य समस्या रहिबो नाही। तेबे सिंह राशि व्यक्ति आज कंपटीशन क्षेत्र रे जदि किछि भाग नउछंती सेथरे निश्चित विजय हेबे, जहा आपणक भाग्य चक्र रु जणा पडुछि। आज सिंह राशि व्यक्तिଙ୍କର भाग्य संख्या रहिछि जहा कि 3। भाग्य रंग आपण हळदिया रंग व्यवहार करि परिबे एवं ग्रह माने आपणको आज 98% साथ दउछंती। एबे चलंतु जानिबा कन्या राशि व्यक्तिଙ୍କ विषय। कन्या राशि व्यक्ति आज दिनटी आपण आशा अनुसार फल पाइबा टिके कष्टकर होई पारे। तेणु जेकोसी कार्य करिबा पूर्वरु प्रथमे योजना प्रस्तुत करी कार्य करिले
ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ହେବ। ତେବେ ନିଜର ଦୈନନ୍ଦିନ କାର୍ଯ୍ୟରେ ସହକର୍ମୀଙ୍କ ସହିତ କାର୍ଯ୍ୟ କରୁଥିଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସଦାବେଳେ ଯାହାକି ସକାରାତ୍ମକ ଭାବନା ରଖି କାର୍ଯ୍ୟ କରନ୍ତୁ। କୌଣସି କଥାବାର୍ତ୍ତା ବେଳେ ଅସଂଯମୁକ୍ତ କଥାବାର୍ତ୍ତା କରନ୍ତୁ ନାହିଁ, ଯାହା ଆପଣଙ୍କ ନିଜ ଭିତରେ ସମ୍ପର୍କ ଖରାପ ହେବ ଏବଂ ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଫଳାଫଳ ଯାହାକି ବିଫଳତା ଆଡ଼କୁ ଅଗ୍ରଗତି କରିବ। ତେଣୁ ଏହା ପ୍ରତି ନିଶ୍ଚିତ କନ୍ୟା ରାଶି ବ୍ୟକ୍ତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ଚାକିରି ସମ୍ବନ୍ଧରେ କାର୍ଯ୍ୟଗୁଡ଼ିକ ଆପଣଙ୍କୁ ପ୍ରତିବନ୍ଧକ ଆସିଲେ ମଧ୍ୟ ଆପଣ ନିଶ୍ଚିତ ଏହାକୁ ପ୍ରତ୍ୟାଖ୍ୟାନ କରି ନିଜର ଲକ୍ଷ୍ୟସ୍ଥଳେ ଅର୍ଥାତ୍ ନିଜର କାର୍ଯ୍ୟକୌଶଳ ଭଲ କରିବା ପାଇଁ ଚେଷ୍ଟା କରିବେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧ ସହିତ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ଆପଣ ଟିକେ ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରନ୍ତୁ। ଶିକ୍ଷାର୍ଥୀ ବିଦ୍ୟାର୍ଥୀଙ୍କର ଆଜି ଭାଗ୍ୟ ଗ୍ରହ ଟିକେ ମଧ୍ୟମ ଧରଣରେ ରହୁଛି। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ କନ୍ୟା ରାଶି ବ୍ୟକ୍ତି ମାନେ କାମ କରୁଥିବା ବ୍ୟକ୍ତି ଆଜି ନିଶ୍ଚିତ ଆପଣଙ୍କୁ ନିଜର ସକାରାତ୍ମକ ଭାବନା ରଖି କାର୍ଯ୍ୟଗୁଡ଼ିକ କରନ୍ତୁ। ନକାରାତ୍ମକ ଭାବନା ରଖି କାର୍ଯ୍ୟ କରିଲେ ଆପଣଙ୍କର ମାନ ସମ୍ମାନ ହାନି ହେବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯୋଉମାନେ ପ୍ରେମ ଦୁନିଆରେ ଜଡ଼ିତ ଅଛନ୍ତି ଆପଣଙ୍କର ପ୍ରେମ ସମ୍ପର୍କ ଭାବ ପ୍ରବଣତା ଅଧିକ ଦେଖା ଦେଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମ ବାର୍ତ୍ତାଳାପ ପାଇଁ ଟିକେ ଦୂରତା ଅବଲମ୍ବନ କରିଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ସମ୍ବନ୍ଧ ଭଲ ରହିବାର ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥଜନିତ କାରବାରରେ ନୂତନ ବେପାର ବାଣିଜ୍ୟ ପାଇଁ ଆଜି ଦୂରତା ଅବଲମ୍ବନ କରନ୍ତୁ, କିନ୍ତୁ ଦୈନନ୍ଦିନ ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଆଶା ଅନୁସାରେ ଫଳ ପ୍ରାପ୍ତ କରିବାର ପୂର୍ଣ୍ଣ ଉତ୍ତମ ଯୁଗ ରହିଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟି ଦେଖିଲେ ଆପଣ ସୁସ୍ଥ ରହିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। କିନ୍ତୁ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ତାହା ବଜାଇ ରହିପାରେ। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣଙ୍କର ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 65% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ନିଜର କର୍ମ କ୍ଷେତ୍ରରେ ଆପଣଙ୍କର ଶୁଭ ଯୁଗ ରହୁଛି, ଯାହାକି ଆପଣ ସମସ୍ତ କାର୍ଯ୍ୟ ସଫଳତା ଶୀର୍ଷରେ ପହଞ୍ଚିବାର ସୁଯୋଗ ଦେଇପାରେ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ ନିଶ୍ଚିତ ଆପଣଙ୍କୁ ଆନନ୍ଦ ଏବଂ ଉତ୍ସାହିତ ଏବଂ ନିଜର କାର୍ଯ୍ୟ ସଫଳତା ଯୁଗ ବନଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଦକ୍ଷତା ବୃଦ୍ଧି କରିବ ତୁଳା ରାଶି ବ୍ୟକ୍ତିଙ୍କର। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ଖରାପ କରନ୍ତୁ ନାହିଁ ବା କୌଣସି ଭୁଲ କରନ୍ତୁ ନାହିଁ। ଯଦି ଭୁଲ କରିବେ ତାହାର ଦଣ୍ଡ ଅଧିକ ମିଳିବାର ଚାନ୍ସ ରହୁଛି। ତତ୍ସହିତ ତୁଳା ରାଶି ବ୍ୟକ୍ତି ଆଜି କିଛି ବିଚାରାଧୀନ ଯଦି କାର୍ଯ୍ୟ ଥିବ ତାହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ ବା କାରାଦଣ୍ଡ ସଦୃଶ କଷ୍ଟ ଆପଣଙ୍କୁ ମିଳିପାରେ ବା ଆପଣଙ୍କୁ ନିଶ୍ଚିତ ଅନେକ ପ୍ରକାର ଘାତ ଅଘାତ ବାଧା ପୀଡ଼ା ମିଳିପାରେ। ତେଣୁ ତୁଳା ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତତ୍ସହିତ ଆପଣଙ୍କର ନିଜର କାର୍ଯ୍ୟ ଅନେକ କ୍ଷେତ୍ରରେ ଚାପ ସୃଷ୍ଟି କରିବ, ତେଣୁ ଧ୍ୟାନ ଦିଅନ୍ତୁ ଏହା ପ୍ରତି ତୁଳା ରାଶି ବ୍ୟକ୍ତି। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ପ୍ରେମ ସମ୍ବନ୍ଧରେ ଭାଗ୍ୟ ବହୁତ ଉତ୍ସାହିତ ଏବଂ ରୋମାଣ୍ଟିକ ପରିବେଶ ସୃଷ୍ଟି କରିବ। ତତ୍ସହିତ ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଭଲ ସମ୍ପର୍କ ରହିବ। ଅତି ଆନନ୍ଦରେ ପରିବାର ବର୍ଗଙ୍କ ସହିତ ଆଜି ଦିନ କଟିବାର ସୁଯୋଗ ଦେବ। ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟ କରୁଥିଲେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହିପାରେ, କିନ୍ତୁ ଧ୍ୟାନପୂର୍ବକ କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ, ନହେଲେ ଆପଣ ଅନେକ କ୍ଷତି ପହଞ୍ଚିବାର ସୁଯୋଗ ଦଉଛି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ତେଣୁ ନିଶ୍ଚିତ ଅର୍ଥଜନିତ କାରବାରରେ ସାବଧାନ ରୁହନ୍ତୁ, କୌଣସି ରିସ୍କଫୁଲ କାର୍ଯ୍ୟ କରନ୍ତୁ ନାହିଁ କିମ୍ବା ଭୁଲ ଡିସିସନ ନିଅନ୍ତୁ ନାହିଁ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ଟିକେ ମାନସିକ ଅଶାନ୍ତି ରହିପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କର ଅତି ଅନୁକୂଳ ଦିନ ହେବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଆପଣଙ୍କର ଭାଗ୍ୟ ପୂର୍ଣ୍ଣ ଶୁଭ ଯୁଗ ରହୁଛି। ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କର ଆଶା ଠାରୁ ଅଧିକ ସଫଳତା ପ୍ରାପ୍ତ କରିବାର ଅନେକ ଚାନ୍ସ ରହୁଛି। ତେବେ ବିଛା ରାଶି ବ୍ୟକ୍ତି ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଅଧିକ
ଯାହାକି ସୁଫଳତା ପାଇବାର ଉତ୍ତମ ଯୁଗ ରହିଛି। ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆଜି ପୂର୍ଣ୍ଣ ହବାର ଅନେକ ଚାନ୍ସ ରହୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କର ମନୋଭାବ ଆଜି ଏକ ଦୃଢ ଆକର୍ଷଣୀୟ ଦେଖାଦେବ ଏବଂ ବହୁତ ଭଲ ରହିବ। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ନୂତନ ପ୍ରେମର ବାର୍ତ୍ତାଳାପ କରିବା ପାଇଁ ଭାଗ୍ୟପୂର୍ଣ୍ଣ ଶୁଭ ଯୁଗ ରହୁଛି। ତତ୍ସହିତ ବିଛା ରାଶି ବ୍ୟକ୍ତି ଆଜି ଯାହାକି ପରିବାର ବର୍ଗଙ୍କ ସହିତ ହସ ଖୁସିରେ ଦିନ କଟିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ରହୁଛି। ତତ୍ସହିତ ଆଜି ବିଛା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ କିଛି ନୂତନ ବିନିଯୋଗ କରିବା ପାଇଁ ଆପଣଙ୍କର ଭାଗ୍ୟ ସାଥ ଦେଉଛି। ତେବେ ଅର୍ଥଜନିତ କାରବାରରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତି ଆଜି ଆପଣ ନିଶ୍ଚିତ ଆପଣଙ୍କର କରିଥିବାର ପରିଶ୍ରମ ଆଜି ଫଳ ପ୍ରାପ୍ତ କରିବେ। ତତ୍ସହିତ ଆଜି କମ୍ପିଟିସନ କୌଣସି ଯେକୌଣସି କ୍ଷେତ୍ରରେ ଭାଗ ନେଉଛନ୍ତି ସେଥିରେ ଉତ୍ତମ ଫଳାଫଳ ପ୍ରାପ୍ତ କରିବେ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ସମସ୍ୟା ଥିବ ତାହା ଆଜି ନିଶ୍ଚିତ ସମାଧାନ ହବ ଏବଂ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ବିଛା ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ନିଶ୍ଚିତ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୈର୍ଯ୍ୟ ସହକାରେ କରିବାକୁ ପଡିବ। ଆପଣଙ୍କ ଆଶା ଅନୁସାରେ ଆଜି କାର୍ଯ୍ୟ ଗୁଡିକ ଉତ୍ତମ ଫଳାଫଳ ଦେବ ନାହିଁ। ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ। ତେଣୁ ନିଶ୍ଚିତ ଧୈର୍ଯ୍ୟ ଏବଂ ସ୍ଥିରତା ରଖି କାର୍ଯ୍ୟ କରନ୍ତୁ ଧନୁ ରାଶି ବ୍ୟକ୍ତି। ଆଜି ଧନୁ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଏକାଗ୍ରତା ଅଭାବ ଦେଖାଦେବ। ଭଲ କାର୍ଯ୍ୟ ପ୍ରଦର୍ଶନ କରି ନ ପାରନ୍ତି ନିଜର ଚାକିରି କ୍ଷେତ୍ରରେ, ଯାହା ପାଇଁ ଆପଣ ଗାଳି ଶୁଣିବାର ଅନେକ ଚାନ୍ସ ରହୁଛି ଉପରସ୍ଥ କର୍ମଚାରୀଙ୍କ ଠାରୁ। ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ସଚେତନ ରହିବା ସହିତ ରାଜନୈତିକ ସାମାଜିକ କ୍ଷେତ୍ରରେ ଆଜି ଆପଣଙ୍କର ମାନ ସମ୍ମାନ ହାନି ହବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ଧୀରତା ବା ସ୍ଥିରତା ଅବଲମ୍ବନ କରନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନେ ନିଜର ପାଠ ପଢାରେ ଅବହେଳା କରିପାରନ୍ତି, ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ସମ୍ବନ୍ଧରେ ଜଡିତ ଅଛନ୍ତି ନିଜ ଭିତରେ କିଛି କଥାକୁ ନେଇ ଭୁଲ ବୁଝାମଣା ରହିବ, ସେଥିପାଇଁ ଆପଣଙ୍କର ସମ୍ପର୍କ ଅପ୍ରୀତିକର ସୃଷ୍ଟି କରିବ। ତେଣୁ ଏହା ପ୍ରତି ଧ୍ୟାନ ଦିଅନ୍ତୁ। ତତ୍ସହିତ ଧନୁ ରାଶି ବ୍ୟକ୍ତି ଆଜି ପରିବାର ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟ ପାଇଁ ଆଜି ଉତ୍ତମ ଦିନ ହୋଇ ନପାରେ। ନୂତନ ବେପାର ବାଣିଜ୍ୟ ପାଇଁ ଆଜି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁ ରାଶି ବ୍ୟକ୍ତି ଆଜି ନିଶ୍ଚିତ ଅନାବଶ୍ୟକ ଖର୍ଚ୍ଚ ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଧନୁ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ପୂର୍ବରୁ ରହିଥିବା ସ୍ୱାସ୍ଥ୍ୟ ସମସ୍ୟା ଆଜି ପୁନରାବୃତ୍ତି ହବାର ଅନେକ ଚାନ୍ସ ରହୁଛି, ଯାହା ପାଇଁ ଆପଣ ଅଧିକ କ୍ଳାନ୍ତ ରହିବେ। ତେବେ ଧନୁ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟ ଠିକ ରଖିବା ପାଇଁ ଟିକେ ପ୍ରଚୁର ପାଣି ପିଅନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଅତ୍ୟଧିକ ଚିନ୍ତାଗ୍ରସ୍ତ ରହିପାରନ୍ତି, କିନ୍ତୁ ଧୈର୍ଯ୍ୟ ସହକାରେ କାର୍ଯ୍ୟ କରିଲେ ଆପଣ ନିଶ୍ଚିତ ସଫଳତା ଶୀର୍ଷରେ ପହଞ୍ଚି ପାରନ୍ତି। ଆଜି ଧନୁ ରାଶି ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଆପଣ ଉତ୍ତମ ଫଳାଫଳ ରହିବ, କିନ୍ତୁ ଆପଣଙ୍କୁ ଚ୍ୟାଲେଞ୍ଜ ଆସିବ ଯାହାକୁ ସାମ୍ନା କରିବାର ଆବଶ୍ୟକତା ରହିଛି।
आज मकर राशि व्यक्ति ऑफिस जनित कार्य आपण निश्चित सचेतन सहकारे कार्य करंतु तत्सहित राजनीतिक सामाजिक क्षेत्र में स्थिरता सहकारे कार्य करिवार आवश्यकता रही। आज मकर राशि व्यक्ति शिक्षार्थी विद्यार्थी मानकर भाग्य मध्यम धरणेर रही। आज मकर राशि व्यक्ति प्रेम दुनिया रे जो माने जड़ित अछंती निजर भिन्न प्रकार प्रेम आज जाग्रत देखा दे पारे किंतु आपण कौनसी जुक्ति तर्क कलह करंतु नाही नहले आपणकर संपर्क खराब होबार चांस रहुची। तेबे आज नूतन प्रेम वार्तालाप पाई आज उत्तम दिन होई न पारे। आज मकर राशि व्यक्तिंकर परिवार वर्गଙ୍କ सहित भल संबंध रहिबो जहा आपणक भाग्य चक्र जना पडुची। तेबे मकर राशि व्यक्ति आज अर्थजनित कारोबार रे आपण अनेक प्रकार लाभ प्राप्त करि पारंती किंतु धैर्य सहकारे व्यापार वाणिज्य करंतु रिस्कफुल व्यापार वाणिज्य करंतु नाही कारण केतेकांश रे मध्य आपणकर जहाँकि व्यापार वाणिज्य क्षति होबार संभावना रहुची तेणु या प्रति सचेतन रहिबार आवश्यकता रहिची। आज मकर राशि व्यक्ति स्वास्थ्यगत दृष्टि देखिले आपणकर पूर्वरु पाचन जनित समस्या जदि थिबो ताहा आज पुनरावृत्ति हबो तेणु खाद्य प्रति टिके सचेतन रहिबार आवश्यकता रहिची। आज मकर राशि व्यक्तिंकर भाग्य संख्या रहिची जहाँकि 8 भाग्य रंग आपण कला रंग व्यवहार करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा कुंभ राशि व्यक्ति विषय। कुंभ राशि व्यक्ति आज निश्चित निजर आदर्श सहकारे समस्त कार्य पूर्ण करिवे। दूर यात्रा जदि निजर दैनंदिन कार्य बा कोनोसी कार्य पई भी जदि जाउछंती से कार्य रे सफलता होबार उत्तम जुग रहुची। आज कुंभ राशि व्यक्ति निजर कार्य विशेष करी ऑफिस जनित कार्य रे निश्चित सहकर्मींकर सहयोग मिलिबा सहित आपणकर कार्य कौशल देखि उपरस्थ अधिकारी माने आपणको प्रशंसा करिवार उत्तम जुग रहुची। आज कुंभ राशि व्यक्ति राजनीतिक सामाजिक क्षेत्र रे आपणकर भाग्य उत्तम जुग रहुची जहाँकि आपणकर मान सम्मान प्रतिष्ठा लाभ करि पारंती। तेबे कुंभ राशि व्यक्ति शिक्षार्थी विद्यार्थी मानकर आज उत्तम जुग रहुची जहाँकि निजर पाठ पढ़ा प्रति भल सफलता प्राप्त करि पारंती। तेबे कुंभ राशि व्यक्ति आज प्रेम दुनिया रे जो माने जड़ित अछंती जहाँकि निजर मधुर वार्तालाप करिवार उत्तम जुग रहुची तत्सहित आज नूतन प्रेमर वार्तालाप करिवार पूर्ण सुजोग रहुची। तेबे कुंभ राशि व्यक्ति आज परिवार वर्ग एवं बंधु वर्गଙ୍କ सहित भल संबंध रहिबो जहा आपणक भाग्य चक्र रु जना पडुछि। तेबे कुंभ राशि व्यक्ति आज निश्चित निजर अर्थजनित कारोबार रे आपण निश्चित अनेक प्रकार लाभ करिवार उत्तम जुग रहुछि। तेबे आज जेकोसी व्यापार वाणिज्य निष्पत्ति नबा पई ग्रह माने आपणको शुभ जुग परिस्थिति बनौछंती। आज कुंभ राशि व्यक्तिंकर जहा कि आपणकर स्वास्थ्यगत दृष्टि देखिले आपणकर उत्तम स्वास्थ्य रहिबो। पूर्वरु जदि किछि स्वास्थ्य समस्या थिबो तेबे आज ताहार समाधान होई पारे। आज कुंभ राशि व्यक्तिंकर भाग्य संख्या रहिछि जहा कि 6 भाग्य रंग आपण मिश्रित कला रंग व्यवहार करि परिबे एवं ग्रह माने आपण को आज 65% पर्यंत साथ दउछंती। एबे चलंतु जानिबा मीन राशि व्यक्ति विषय। मीन राशि व्यक्ति आज आपणकर भाग्य ग्रह उत्तम जुग परिस्थिति बनौछि निजर लक्ष्य स्थले आज पहुंचीबे। पूर्वरु अटकी जाइथिबा कार्य मध्य मीन राशि व्यक्तिंकर आज सफलता प्राप्त करिवार उत्तम जुग रहुछि। तेबे मीन राशि व्यक्ति आज निजर सहकर्मी सहित भल संबंध रहिबो। निजर कार्य गुड़िक अति उत्तम सहकारे करिवे एवं आपणकर कार्य कौशल समस्त आड़े परिदर्शन करिबो एवं विशेष करी उपरस्थ अधिकारी माने आपणको प्रशंसा करि पारंती जहा आपणको भाग्य चक्र जना पडुची। तेबे मीन राशि व्यक्ति आज इंटरव्यू एग्जाम थिले सेथिरे निश्चित सफलता करि पारंती शिक्षार्थी विद्यार्थी माने। आज मीन राशि व्यक्ति राजनीतिक सामाजिक क्षेत्र रे आपणकर जहा कि भाग्य उत्तम जुग रहुची निजर जहा कि प्रतिभा परिदर्शन करि पारंती एवं मान सम्मान वृद्धि करि पारे। आपणकर राजनीतिक क्षेत्र रे प्रेम दुनिया रे जो माने जड़ित अछंती आज मनोभाव ठीक रहिबो। पूर्वरु भूल बुझामणा थिबारो आज ताहा समाधान हेबो एवं प्रेम दुनिया रे आज आपणको पई उत्तम जुग रहुची। नूतन प्रेमर वार्तालाप करिबा पई आज उत्तम जुग रहुची जहा आपणको भाग्य चक्र जना पडुची। तेबे आज मीन राशि व्यक्ति परिवार वर्गଙ୍କ सहित हसखुसरे कटिबा सहित बंधु वर्गଙ୍କ सहित
ଭଲ ସମ୍ବନ୍ଧ ରହିପାରେ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତି ଯେକୌଣସି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ଶୁଭ ଯୁଗ ରହୁଛି ଏବଂ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଆଜି ଗ୍ରହମାନେ ଆପଣଙ୍କୁ ପୂର୍ଣ୍ଣ ସହକାରେ ସାଥ ଦେଉଛନ୍ତି। ଆଜି ବେପାର ବାଣିଜ୍ୟରେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଉତ୍ତମ ରହିବ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆଜି ରହିବ ନାହିଁ। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ଧୂସର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଓମ୍ ବିଷ୍ଣବେ ନମଃ। ନମସ୍କାର।